ନାହଡି ମାହାରେ ଜଳକଷ୍ଟ ଭୋଗୁଛନ୍ତି ଅଞ୍ଚଳବାସୀ। ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ। ବୋଝ ଉପରେ ନଳିତା ବିଡ଼ା ପରି ରହିଛି ରାସ୍ତା ସମସ୍ୟା। ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଅଭିଯୋଗ। ହଁ ଆଜ୍ଞା, ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ସିର୍କାବର୍ଗ ପଞ୍ଚାୟତ ଅନ୍ତର୍ଗତ ବାଞ୍ଝାମାହା ଗ୍ରାମର ନାହଡିମାହା ସାହିର ବାସିନ୍ଦା ଭୋଗୁଛନ୍ତି ଜଳ ସମସ୍ୟା। ନାହଡିମାହା ସାହିରେ ପ୍ରାୟ 20ରୁ ଉର୍ଦ୍ଧ୍ୱ ପରିବାର ଲୋକ ବସବାସ କରନ୍ତି। ଉକ୍ତ ସାହିରେ 9 ବର୍ଷ ପୂର୍ବରୁ ବାଲିଗୁଡ଼ା ଆଇଟିଡିଏ ପକ୍ଷରୁ ପାହାଡ଼ ଉପରୁ ପାଇପ୍ ଯୋଗେ ଜଳ ଯୋଗାଣ ହେଉଥିବା ବେଳେ ତାହା ଏବେ ବନ୍ଦ ଅବସ୍ଥାରେ ପଡ଼ି ରହିଛି। ତାହାର କୌଣସି ରକ୍ଷଣାବେକ୍ଷଣ ହେଉନାହିଁ କିମ୍ବା ସରକାରଙ୍କ ତରଫରୁ କୌଣସି ନଳକୂପ ମଧ୍ୟ ଦିଆଯାଉନାହିଁ। ଏହି ନାହଡିମାହା ସାହିରେ ସରକାରଙ୍କ ତରଫରୁ କୌଣସି ରାସ୍ତା କିମ୍ବା ଜଳ ଯୋଗାଣର ସୁବିଧା ପହଞ୍ଚି ପାରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଫଳରେ ବର୍ଷା ଋତୁରେ ଚୁଆପାଣି ହିଁ ତାଙ୍କର ସାହା ଭରସା ହୋଇ ରହିଥାଏ ଏବଂ ଏବେ କୌଣସି ବର୍ଷା ମଧ୍ୟ ହେଉନାହିଁ ଓ ଖରା ଯୋଗୁଁ ଚୁଆପାଣି ମଧ୍ୟ ଶୁଖିବା ଅବସ୍ଥାରେ ଅଛି। ଏହି ଚୁଆପାଣି ଏବଂ ନାଳ ପାଣି ପିଇ ବହୁ ପରିବାରମାନଙ୍କରେ ଥଣ୍ଡା ଜ୍ୱର କାଶ ଲାଗି ରହୁଥିବା ଦେଖିବାକୁ ମିଳୁଛି, ଯାହାଫଳରେ ଅନେକ ସମୟରେ ଜଳର ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ। ଏନେଇ ବାଞ୍ଝାମାହା ଗ୍ରାମର 9 ନମ୍ବର ୱାର୍ଡ ମେମ୍ବର ଗୁମାଡା ପ୍ରଧାନ ଏବଂ 10 ନମ୍ବର ୱାର୍ଡ ମେମ୍ବର ଲୁଷ୍ପଚନ୍ଦ୍ର ପ୍ରଧାନ, ସିର୍କାବର୍ଗ ପଞ୍ଚାୟତ ସରପଞ୍ଚ ଚିରଞ୍ଜୀବୀ ପ୍ରଧାନ ଏବଂ ସମିତି ସଭ୍ୟ ଶ୍ୟାମଘନ ପ୍ରଧାନଙ୍କୁ ଅନେକ ଥର ଅଭିଯୋଗ କରିଥିଲେ। ସରପଞ୍ଚ ଚିରଞ୍ଜୀବୀ ପ୍ରଧାନ ଓ ସମିତି ସଭ୍ୟ ଶ୍ୟାମଘନ ପ୍ରଧାନ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ପାଣି ଏବଂ ରାସ୍ତା ସମସ୍ୟା ବିଷୟରେ ଜଣାଇଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକଳ୍ପ କାମ ବା ସଡ଼କ କାମ କୌଣସି ପ୍ରକାରେ ମଧ୍ୟ ହେଉନଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାମର ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳମାନଙ୍କରେ ପ୍ରଶାସନ ପାନୀୟ ଜଳ ଏବଂ ସଡ଼କ ସମସ୍ୟା କେବେ ଦୂର କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଦାରିଙ୍ଗବାଡ଼ିରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ, ଜନନ ଟିଭି।